ସାଙ୍ଗମାନେ ସେଦିନ ସେ କାଜୁ ବାରି ଓ ସେ ବାଡ଼ିର ସାମାନ୍ୟ କିଛି ଦୂର ଥାଏ ଯଜ୍ଞରୁ କାଜୁ ବାଡ଼ି ତ ବହୁତ ପାଖରେ, କିନ୍ତୁ ଯେହେତୁ ଆମ ପାଖରେ ଏମିତି କିଛି ଘଟଣା ଘଟୁଛି ଆମ ପାଇଁ କିନ୍ତୁ ବହୁତ ଦୂର। ସେଦିନ ସେ ବୁଢ଼ୀ ଲୋକଟି ଆମକୁ ବାଡ଼ି ପକେଇଲା ପରେ ଆମେ ବାଡ଼ି ଦେଉଥାଉ। ଆମ ପାଖକୁ ଅନ୍ୟ ରାସ୍ତା ଆସୁଥାଏ, ଆମେ କିନ୍ତୁ ଭୟଭୀତ ହେଉନଥାଉ, କାରଣ ଆମେ ଜାଣିଛୁ ଯଜ୍ଞରେ ବହୁତ ଲୋକ ଅଛନ୍ତି, ବହୁତ ଲୋକ ଯିବା ଆସିବା ବି କରୁଛନ୍ତି। ସାଙ୍ଗମାନେ ଆପଣ କହୁଥିଲେ ନା ପାର୍ଟ ଟୁ, ଚାଲନ୍ତୁ ପାର୍ଟ ଟୁ ଆରମ୍ଭ କରିବା। ସେଦିନ ରାତିରେ ଆମ ସହିତ କ'ଣ ଘଟିଥିଲା ଆମେ ଆପଣଙ୍କୁ ଜଣେଇବୁ। ମୁଁ ଆପଣମାନଙ୍କୁ କହିଛି ଯେ କି ସେ ବୁଢ଼ୀ ଲୋକଟି ଆମକୁ ବାଡ଼ି ଆଗରେ ପକେଇଲେ ଆମେ ସେ ବାଡ଼ି ଡେଉଁଥାଉ। ଯେତେଥର ଆମେ ଡେଉଁଥାଉ ସେତେଥର ଆମ ଗତିକି ଅନ୍ୟ ରାସ୍ତା ଆସିଛି। ସାଙ୍ଗମାନେ ଏମିତି ବହୁତ ସମୟ ବିତିଗଲା ପରେ ସେ ବୁଢ଼ୀ ଲୋକଟି ଆମକୁ କହିଲା, ଏ ପିଲା, ଯେପର୍ଯ୍ୟନ୍ତ ତମେ ମୋତେ ବନ୍ଧ ଉପରେ ଛାଡ଼ିନାହ ସେ ପର୍ଯ୍ୟନ୍ତ ମୁଁ ତମକୁ ଯିବାକୁ ଦେବିନି କି ମୁଁ ବି ଏଠୁ ଯାଇନି। ଏମିତି କହି ସେ ବୁଢ଼ୀ ଲୋକଟି ନୀରବ ହୋଇ ସେ ଗଛ ମୂଳରେ ବସିଲା। ସାଙ୍ଗମାନେ ଭୟ ତ ସମସ୍ତଙ୍କୁ ଲାଗେ, ଆମକୁ ବି ଲାଗୁଥିଲା, କିନ୍ତୁ ଆମ ମନରେ ଗୋଟିଏ କୋଶ୍ଚିନ୍ ଥିଲା ଯେ କି ବୁଢ଼ୀ ଲୋକଟା ଆମକୁ ଏମିତି କାହିଁକି କହୁଛି, ଆଉ କହିବାର କାରଣ କ'ଣ? ସାଙ୍ଗମାନେ ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ। ଏ କାହାଣୀଟି ଏଇଠୁ ଶେଷ ନୁହଁ, ଆପରେ ପାର୍ଟ 2 ପାର୍ଟ 3 ବି ଆସିବ। ସାଙ୍ଗମାନେ ଶେଷରେ ଆମେ ରାଜି ହେଇଥିଲୁ ଯେ କି ସେ ବୁଢ଼ୀ ଲୋକଟିକୁ ଆମେ ନେଇ ବନ୍ଧ ଉପରେ ଛାଡ଼ିବୁ। ସାଙ୍ଗମାନେ କାରଣ କ'ଣ ଥିଲା ଜାଣିଛନ୍ତି? ବନ୍ଧେ ଗଲେ ବି ସେଇ ଯଜ୍ଞକୁ ରାସ୍ତା ହିଁ ଅଛି। ଆମେ ସେ ବୁଢ଼ୀ ଲୋକର କଥାରେ ରାଜି ହେଇଗଲୁ। ମାଉସୀ ଚାଲନ୍ତୁ, ଆମେ ଆପଣଙ୍କୁ ବନ୍ଧ ଉପରେ ଛାଡ଼ିଦେବୁ। ଯେତେବେଳେ ଆମେ ତାଙ୍କ ସହିତ ଯାଉଥାଉ ସେ ବୁଢ଼ୀ ଲୋକ ଜଣକ ଆମକୁ କହୁଥାନ୍ତି ତାଙ୍କ ସହିତ କ'ଣ ଘଟିଛି। ତାଙ୍କ କହିବା କଥା ଯେ କି ମୁଁ ଏ ବାରିକି କାଜୁ ପତର ନେବା ପାଇଁ ଆସିଥିଲି। ମୋ ହାତରେ ଥିଲା ଗୋଟେ ପହଁରା ଆଉ ଗୋଟେ ବସ୍ତା। ପିଲାମାନେ, ମୁଁ ବହୁତ ପତର ରୁଣ୍ଡ କରିଥିଲି, କିନ୍ତୁ ତାକୁ ଖରିକିବାକୁ ଆଉ ବସ୍ତାରେ ପୂରେଇବାକୁ ମୋତେ ସମୟ ଲାଗିଯାଇଥିଲା, ଯେଉଁ ସମୟ କି ମୋତେ ବହୁତ ଦୁର୍ବଳ କରିଦେଇଥିଲା। ମୋର ପାଣିର ଆବଶ୍ୟକତା ଥିଲା, ନଚେତ୍ ମୁଁ ବନ୍ଧ ଉପରକୁ ଗଲେ ମୁଁ ଜାଣିଛି ମୋତେ ପାଣି ମିଳିଯିବ। ମୁଁ ଏଠି କାଜୁବାରି ଭିତରେ ବହୁତ ବ୍ୟାକୁଳ ହେଇଛି ପାଣି ଟିକେ ପାଇଁ, ନଚେତ୍ ମୋତେ କେହି ଜଣେ ଆସି ବନ୍ଧ ଉପରକୁ ନେଇଯାଉ। ନା ସେଦିନ ମୋତେ ପାଣି ମିଳିଲା, ନା ସେଦିନ ମୁଁ ବନ୍ଧ ଉପରକୁ ଯାଇପାରିଲି। ଯଦି ମୁଁ ରହିଲି ଏଇ କାଜୁବାରି ଭିତରେ, ଆଜି ବି ମୁଁ ପାଣି ଟିକେ ପାଇଁ ନଚେତ୍ ବନ୍ଧ ଉପରକୁ ଯିବା ପାଇଁ ଅପେକ୍ଷା କରି ବସିଛି। ମୋତେ କେହି ଆସିକିଣି ବନ୍ଧ ଉପରକୁ କିମ୍ବା ପାଣି ଟିକେ ମୋତେ ଦେବେ, କିନ୍ତୁ ମୁଁ ବହୁତ ଗୁରୁତ୍ୱ ରଖୁଛି, ଯେହେତୁ ମୁଁ ବନ୍ଧ ଉପରକୁ ଯିବି, ଗଲା ପରେ ସେଠି ମୋତେ ପାଣି ମିଳିବ। ଏମିତି ଗୋଟାଏ କାଜୁବାରି ବିତିଗଲା। ସେପଟ କାଜୁବାରି ଗଲା ବେଳକୁ ଆଉ ଗୋଟେ ନୂଆ ରାସ୍ତା। ସାଙ୍ଗମାନେ କାରଣ ହେଉଛି ଆମେ ଯେତେବେଳେ ସେ ବୁଢ଼ୀ ଲୋକକୁ ଡାକିଥିଲୁ ଚାଲନ୍ତୁ ଆମେ ଆପଣଙ୍କୁ ଛାଡ଼ିଦେବୁ, ସାଙ୍ଗମାନେ ସେତେବେଳେ ଆମେ ସେ ବାଡ଼ି ଡେଇଁ ସାରିଥିଲୁ। ଆମ ପାଖକୁ ନୂଆ ରାସ୍ତା ଆସୁଥାଏ। ସେ ବୁଢ଼ୀ ଲୋକ ଜଣକ କହିଲେ, ଆରେ ବାବୁ, ତମେ ରାସ୍ତା ଦେଖିନାହ, ଏ ରାସ୍ତାଟା ଏପଟେ ନୁହଁ, ସେପଟ ବାଟେ ଚାଲ, ମୁଁ ତମକୁ ଦେଖେଇ ଦଉଛି। ଏତିକି କହି ସେ ବୁଢ଼ୀ ଲୋକ ଜଣକ ଆମକୁ ଆଉ ଗୋଟେ ଅନ୍ୟ ରାସ୍ତାରେ ନେଇଯାଇଥିଲେ, ଯେଉଁ ରାସ୍ତାଟିକି ଥିଲା ଗୋଟେ କିଆଁ ବଣ ଆଉ ତା ସାଙ୍ଗରେ ଗୋଟେ ଆମ୍ବ ତୋଟା। ମାନେ ସେ ଆମ୍ବ ତୋଟା ଥିଲା ସତ, କିନ୍ତୁ ସେ ଥିଲା ଆମ ପାଇଁ ମରଣ ଯନ୍ତା। ସେ ଜାଗାରୁ ଆମେ ବଞ୍ଚିକି ଆସିଲୁ ସତ, କିନ୍ତୁ ଆମ ସହିତ ସେଠି କ'ଣ ଘଟିଗଲା କ'ଣ ନାହିଁ ଆପଣମାନେ ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ। ସେଦିନ ରାତିରେ ଆମ ସହିତ କ'ଣ ଘଟିଥିଲା, ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ସେଦିନ ରାତିରେ ଆମ ସହିତ କ'ଣ ଘଟିଥିଲା, ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହିଭଳି ଭିଡ଼ିଓ ଆପଣ ପାଇବା ପାଇଁ ଚ୍ୟାନେଲକୁ ସବୁବେଳେ ସବସ୍କ୍ରାଇବ୍ କରି ରଖନ୍ତୁ। ଆଜି ପାଇଁ ଏତିକି, ରହିଲି। ଜୟ ଜଗନ୍ନାଥ।